ଆଜି ଆସନ୍ତୁ ଆମେ ପ୍ରଚାର ଏବଂ ଆରମ୍ଭ ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ଏକ ଆରମ୍ଭ କେତେ ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 13ରେ ଲେଖାଯାଇଛି, ଆମ୍ଭେକ ଓ କ୍ଷ। ଆଉ କ'ଣ କୁହାଯାଇଥିଲା? ପ୍ରଥମ ଓ ଶେଷ। ତାପରେ କ'ଣ ହେବ? ଆଦି ଓ ଅନ୍ତ। ଆମ୍ଭେ ଦେଖିପାରୁ ଏହି ଆରମ୍ଭ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ। ଦିନର ଆରମ୍ଭ ସକାଳ, ବର୍ଷର ଆରମ୍ଭ ଜାନୁଆରୀ ଏବଂ ମାସର ଆରମ୍ଭ ପ୍ରତ୍ୟେକ ମାସର ପ୍ରଥମ ଦିନ ଅଟେ। ତେବେ ଜଗତର ଲୋକମାନଙ୍କୁ ସୁସମାଚାର ପ୍ରଚାରର ଆରମ୍ଭ କିପରି ହେବ? ସଂଖ୍ୟାର ଆରମ୍ଭ ଏକ ଅଟେ, ହଁ ନା? ଆରମ୍ଭ ଏକ ହୋଇଥିଲେ ମଧ୍ୟ ପରମେଶ୍ୱର ଶେଷରେ ଆମ୍ଭମାନଙ୍କୁ ଏତେ ସମୃଦ୍ଧ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ଆମ୍ଭ ସୁସମାଚାରର ସ୍ୱଭାବ। ଆସନ୍ତୁ ଏହି ବିଷୟରେ ପରମେଶ୍ୱରଙ୍କ ବାକ୍ୟ ଦେଖିବା। ଆସନ୍ତୁ ଆୟୁବ ଅଧ୍ୟାୟ 8 ଦେଖିବା। ଆୟୁବ ଅଧ୍ୟାୟ 8 ପଦ 5ରେ ଲେଖାଯାଇଛି, ଯେବେ ତୁମ୍ଭେ ଜନିପୂର୍ବକ ପରମେଶ୍ୱରଙ୍କର ଅନ୍ୱେଷଣ କର ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ। ଯେବେ ତୁମ୍ଭେ ନିର୍ମଳ ଓ ସରଳ ଥାନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମ ନିବାସକୁ ସମୃଦ୍ଧିଶାଳୀ କରନ୍ତେ। ଆଉ ତୁମ୍ଭର ପ୍ରଥମାବସ୍ଥା ଏହା କିପରି ଦେଖାଯିବ? କ୍ଷୁଦ୍ର ହେଲେ ହେଁ ଆମର ଭବିଷ୍ୟତ ବିଷୟରେ କ'ଣ? ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା। ଆମ ସୁସମାଚାରର ଏକ ବିଶେଷତା ହେଉଛି, ଏହାର ଆରମ୍ଭ ସର୍ବଦା କ୍ଷୁଦ୍ର ହୋଇଥାଏ। ଯେକୌଣସି କାର୍ଯ୍ୟ ହେଉନା କାହିଁକି, ତାହା 1ରୁ ଆରମ୍ଭ ହୋଇ ଶୀଘ୍ର 2, 3, 5, 8 ଏବଂ ଏହିପରି ବଢ଼ି ଚାଲେ। ଏହିପରି ପରମେଶ୍ୱର ଆମକୁ ତାଙ୍କର ଅମୂଲ୍ୟ ଅନୁଗ୍ରହ ଓ ଆଶୀର୍ବାଦ ଦେଇଛନ୍ତି। ଯେପରି ଆମ ସୁସମାଚାର 5 ମହାସାଗର ଓ 6 ମହାଦେଶରେ ବ୍ୟାପିଯାଏ ଏବଂ ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ସିଓନ ସ୍ଥାପିତ ହୁଏ। ମାନବ ଜାତିକୁ ପରିତ୍ରାଣ ଦେବା ପାଇଁ ପରମେଶ୍ୱରଙ୍କ କାର୍ଯ୍ୟର ମଧ୍ୟ ଏକ ଆରମ୍ଭ ଥିଲା, ନୁହେଁ କି? ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଏହା ସ୍ପଷ୍ଟ ଭାବରେ ଆରମ୍ଭ ବୋଲି ଲେଖାଅଛି। ଯେତେବେଳେ ପରମେଶ୍ୱର ଆରମ୍ଭ କଲେ, ସେ ପରେ ସମ୍ପନ୍ନ କରିବାକୁ ଥିବା ପରିତ୍ରାଣର ମହାନ ଯୋଜନାକୁ ପରିକଳ୍ପନା କରିଥିଲେ। କ'ଣ ଆପଣମାନେ ମଧ୍ୟ ଏହି ଆଶା ରଖନ୍ତି ଯେ ସୁସମାଚାର ସମସ୍ତ ଲୋକଙ୍କ ନିକଟରେ ପ୍ରଚାରିତ ହେବ ଏବଂ ସିଓନର ସମସ୍ତ ପ୍ରିୟ ଭାଇ ଭଉଣୀ ପରିତ୍ରାଣ ପାଇ ସେମାନଙ୍କର ଅନନ୍ତ ସ୍ୱର୍ଗୀୟ ଗୃହକୁ ଫେରିଯିବେ? ଏହା ଆମ ସମସ୍ତଙ୍କର ହୃଦୟର କଥା।